ପାଟଣାରୁ ବାଘ ଛାଲ ଜବତ। କେନ୍ଦୁଝର ଜିଲ୍ଲା ପାଟନା ଥାନା ଅଞ୍ଚଳରୁ ପାଟନା ପୁଲିସ ଏବଂ ବନ ବିଭାଗ ମିଳିତ ଚଢ଼ାଉରେ ଓସ୍ତୁଜୁଡ଼ି ଗ୍ରାମରୁ ଗୋଟିଏ କଲରା ପତ୍ରିକା ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ବସନ୍ତପୁର ଗ୍ରାମର ଦିବାକର ବାନ୍ଦିଆଙ୍କ ପୁଅ ରାମ ବାନ୍ଦିଆ 33 ଏବଂ ବାଘ ଛାଲ କିଣିବାକୁ ଡିଲ୍ ଚଳାଇଥିବା ଠାକୁରମୁଣ୍ଡା ଥାନା ଖଡ଼ିପା ଗ୍ରାମର ରାଜେନ୍ଦ୍ର କୁଲାପଡ଼ିଆଙ୍କ ପୁଅ ସାଗର କୁଲାପଡ଼ିଆ 37କୁ ଡିଲ୍ ସ୍ଥାନରୁ ପାଟନା ପୁଲିସ ଏବଂ ବନ ବିଭାଗ ମାଡ଼ି ବସିଛନ୍ତି। ଉଭୟଙ୍କଠାରୁ ଏକ କଲରା ପତରିଆ ବାଘ ଛାଲ ଜବତ କରିବା ସହ ଏକ ବାଇକ୍ ଏବଂ 2ଟି ମୋବାଇଲ ଫୋନ୍ ଜବତ କରିଛନ୍ତି। ପାଟନା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରକାଶ ଯେ ସୋମବାର ପୂର୍ବାହ୍ନରେ କେନ୍ଦୁଝର ଏସ୍ପିଓ ଡିଏଫ୍ଓଙ୍କଠାରୁ ସୂଚନା ପାଇ ପାଟନା ଥାନା ସବ୍ ଇନ୍ସପେକ୍ଟର ଉଦୟବୀର କୁଲୁ ଏବଂ ପାଟନା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗ କର୍ମଚାରୀ ମାଛଗଡ଼ ବିଟ୍ ଅଧୀନ ଓସ୍ତୁଜୁଡ଼ି ଗ୍ରାମରେ ଚଢ଼ାଉ କରିଥିଲେ। ଏହି ସମୟରେ କଲରା ପତରିଆ ବାଘ ଛାଲ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିଲେ। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପାଟନା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲା ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା ଓ ଅଶୋକ କୁମାର ଦାସ, ପାଟନା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ରବୀନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। ଜଗଦୀ ସାର୍ କୋଉଠୁ ଜଗଦୀଛି ଆଉ କିଏ ଏଇ ଚଢ଼ଉ ଥିଲେ, କେତେ ଜଣ ଗିରଫ ହୋଇଛନ୍ତି, ତାଙ୍କଠୁ କ'ଣ ଜଗଦୀଛି? ଆଜି ସକାଳେ ସେ ସୂଚନା ଖବର ପାଇଲା ପରେ ଆମର ଏସ୍ପି ସାର୍ ଆଉ ଡିଏଫ୍ଓ ସାର୍ ତାଙ୍କ ନେତୃତ୍ୱରେ ଆମର ପାଟନା ଥାନାର ସବ୍ ଇନ୍ସପେକ୍ଟର ଉଦୟଗିରି କୁଲୁ ଏବଂ ଘଟଗାଁ ରେଞ୍ଜର ଆମର ଯିଏ ଅଛନ୍ତି ବିବି ସର୍ଦ୍ଦାର ତାଙ୍କ ନେତୃତ୍ୱରେ ତାଙ୍କର ବ୍ୟବସ୍ଥା ଓ ସମସ୍ତ କ୍ଲିୟର କଲା ପରେ ଆମର ଓସ୍ତୁଜୁଡ଼ି ଭିଲେଜ ଅଛି ମାଛଗଡ଼ ପାଖରେ, ସେଠି 2 ଜଣ ଲୋକ ଯାହାଙ୍କର ନାଁ ଜଣଙ୍କ ନାଁ ଅଛି ରାମ ବାନ୍ଦିଆ ଆଉ ଜଣେ ଅଛନ୍ତି ସାଗର କୁଲପାଡ଼ିଆ, ସେମାନଙ୍କ ଘର ଠାକୁରମୁଣ୍ଡା ଥାନା ଅଣ୍ଡରରେ ଯାଉଛି ମୟୂରଭଞ୍ଜ ଜିଲ୍ଲାର। ସେମାନେ ଗୋଟେ ଆମର କଲରାପତ୍ରିଆ ବାଘର ତାର ଛାଲ ଆଣି ତାକୁ ଡିଲ୍ କରୁଥିଲେ ସେମାନଙ୍କୁ ବିକିବା ପାଇଁ। ପ୍ରଥମେ ରାମ ବାନ୍ଦିଆ ସେ ଛାଲ ଟିକେ ଆଣିଥିଲେ ଏବଂ ତାକୁ ସାଗର କୁଲଦୀପ ତାଙ୍କ ମାଧ୍ୟମରେ ସେଲ୍ କରିବାକୁ ଚାହୁଁଥିଲେ। ସେହି ସମୟରେ ଆମର ସେମାନଙ୍କୁ ଗିରଫ କରାଯିବା ସହିତ ବାଘ ଛାଲ ଜବତ କରାଯାଇଛି। ସେମାନଙ୍କର ଗୋଟେ ୟୁଜ୍ ମାନେ କରିଥିଲେ ମୋଟରସାଇକେଲ ଗୋଟେ, ସେ ମୋଟରସାଇକେଲ ବି ଜବତ କରାଯାଇଛି। 2 ଗୋଟି ଫୋନ୍ ତାଙ୍କଠୁ ଜବତ କରାଯାଇଛି। ସେ 2 ଜଣଙ୍କୁ ବର୍ତ୍ତମାନ ତାଙ୍କ ସମ୍ବନ୍ଧରେ ଗୋଟେ କେସ୍ ରୁଜୁ କରାଯାଇଛି ଆମର ଫରେଷ୍ଟ ଡିପାର୍ଟମେଣ୍ଟରେ। ସେଠି କେସ୍ ନମ୍ବର ହେଉଛି OR କେସ୍ ନମ୍ବର 84P ଅଫ୍ 2024-25 କେସ୍ ରୁଜୁ କରାଯାଇଛି। ସେଇ କେସ୍ରେ ସେମାନଙ୍କୁ ଆଜି ଆମେ କୋର୍ଟ ଚାଲାଣ କରାଯିବ। ସାର୍ ବାଘ କୋଉଠିକାର କେମିତି କ'ଣ ତାକୁ ମରାଯାଇଥିଲା ସାର୍? କେମିତି ସେମାନେ ତାକୁ ମାରିଥିଲେ ଯାହା ଆମେ ବର୍ତ୍ତମାନ ଖବର ମିଳୁଛି, ସେମାନେ ମୟୂରଭଞ୍ଜ ଜିଲ୍ଲାରେ ତାକୁ ଏ ଯେଉଁ ବାଘକୁ ଶିକାର କରିଥିଲେ ବୋଲିକି ବର୍ତ୍ତମାନ ସୁଦ୍ଧା ଖବର ମିଳୁଛି। ନାଇଁ ସେଇଟା ବର୍ତ୍ତମାନ ସୁଦ୍ଧା ଗୋଟେ ମାନେ ଟୋଟାଲ ଆମର ଉନ୍ମୋଚନ ହେଇନାହିଁ। କୋଉଠୁ ପାଇଲେ ବାଘ ଛାଲ? ଏ ପୁରା ରାମ ବାନ୍ଦିଆ ଯେ ସେ ବାଘ ଛାଲ ଆଣିଥିଲା। କେମିତି ପାଇଲେ, ତା ଷ୍ଟୋରିଟା କ'ଣ? ନାଇଁ ସେଇ ଷ୍ଟୋରି ବର୍ତ୍ତମାନ ସୁଦ୍ଧା ଆମର ଯେହେତୁ ଇନଭେଷ୍ଟିଗେସନ୍ ଅଛି, ଆମେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ଡିସ୍କ୍ଲୋଜ୍ କରିପାରୁନି। ତା ଦେହରେ ଅନ୍ୟ କିଏ ଅଛନ୍ତି ଇନଭଲଭମେଣ୍ଟ ଜଣାପଡ଼ିଲା ପରେ ଆମେ ଆପଣଙ୍କୁ ଡିଟେଲ୍ କରିବୁ। କେତେ ଜଣ ସାମିଲ ଥିଲେ? ବର୍ତ୍ତମାନ 2 ଜଣ ସେଠି ଥିଲେ, 2 ଜଣ ଆପ୍ରିହେଣ୍ଡ ହେଇଛନ୍ତି, ଅଛନ୍ତି କଷ୍ଟଡିରେ ଅଛି। କାହିଁକି ରେକର୍ଡିଂ ହେଉଛି?